ମୋ ନାମ ଶରତ ଚନ୍ଦ୍ର ତ୍ରିପାଠୀ ଗାୟକ କିଶୋରୀ ଉପାଧିରେ ଭୂଷିତ ହୋଇଛି। ଦୀର୍ଘ 45 ବର୍ଷ ଧରି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ମଞ୍ଚରେ ପାଲା ପରିବେଷଣ କରି ଜନସାଧାରଣଙ୍କୁ ସାମାଜିକ ଶିକ୍ଷା, ଚାରିତ୍ରିକ ଶିକ୍ଷା, ଲୋକଶିକ୍ଷା, ନୀତି ଶିକ୍ଷା, ପୌରାଣିକ କଥାବସ୍ତୁ ମାଧ୍ୟମରେ ଏହାକୁ ଆମେ ପ୍ରାଞ୍ଜଳ ଭାବରେ ବୁଝେଇଛୁ। ବିଶୃଙ୍ଖଳିତ ସମାଜକୁ ଶୃଙ୍ଖଳିତ କରିବାର ପ୍ରୟାସରେ ପାଲାକାରମାନେ ଜାରି ରଖିଛନ୍ତି। ତତ୍ ସହିତ ଜୀବନ ମୁକ୍ତି ପାଇଁ ଆଧ୍ୟାତ୍ମିକ ଚିନ୍ତା ଚେତନାର କଥାବସ୍ତୁକୁ ଆମେ ସବୁ ବିଭିନ୍ନ ପ୍ରକାର ଗ୍ରନ୍ଥରୁ ଉଦ୍ଧାର କରି ତାକୁ ମଧ୍ୟ ସମସ୍ତଙ୍କ ନିକଟରେ ସରଳ ଭାବରେ ଆମେ ପରିବେଷଣ କରୁଛୁ, ସମସ୍ତଙ୍କୁ ଆନନ୍ଦ ଦେଉଛୁ। ତେଣୁ ଆଜି ଏ ଶ୍ରୀକ୍ଷେତ୍ର ଟିଭିର ଯେଉଁ ଆଧ୍ୟାତ୍ମିକ ଶିକ୍ଷା, ଆଧ୍ୟାତ୍ମିକ ଚେତନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ଦେଶ ବିଦେଶରେ ପ୍ରଚାର କରିବାର ଯେଉଁ ପ୍ରୟାସ ବା ଭୂମିକା ରହିଛି, ସେହି ଗଣମାଧ୍ୟମର ସମସ୍ତ କର୍ମକର୍ତ୍ତା ମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ନୀଳାଚଳ ନିଖିଳୋତ୍କଳ ପାଲା ପରିଷଦର ଜଣେ ସଦସ୍ୟ ଏବଂ ଶ୍ରୀ ଶ୍ରୀ ସତ୍ୟନାରାୟଣ ଆଞ୍ଚଳିକ ପାଲାକାର ମଣ୍ଡଳର ସମ୍ପାଦକ ଭାବରେ ଦୀର୍ଘ 19 ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଦିନ ଅକିଞ୍ଚନ କଳାକାର। ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରେ ଏଇ ଯେଉଁ ସୁଦୂର ପ୍ରସାରୀ କରିବା ପାଇଁ ପାଲା କଳାକୁ ଶ୍ରୀକ୍ଷେତ୍ର ଟିଭିର ଯେଉଁ ପ୍ରୟାସ, ତେଣୁ ପ୍ରଭୁ ସତ୍ୟନାରାୟଣ ସେହି ଚ୍ୟାନେଲର କର୍ମକର୍ତ୍ତାମାନଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ଆମେ କରୁଛୁ ପ୍ରଭୁଙ୍କ ପଦାବ୍ଜରେ। ସେମାନେ କେମିତି ଏ ପାଲା କଳାକୁ ଆହୁରି ଟିକେ ଆଗକୁ ନେବାର ତାଙ୍କର ପ୍ରୟାସ ଜାରି ରଖନ୍ତୁ, ସେଥିପାଇଁ ଆମେ ନିବେଦନ କରୁ। ଜୟ ଜଗନ୍ନାଥ, ଜୟ ସତ୍ୟନାରାୟଣ, ଜୟ ମା ଦୁର୍ଗା, ଜୟ ଗୁରୁଦେବ। ତାହେଲେ ଆଜି ଭଗବାନ ରାମଙ୍କର ମନେ ପଡି ଯାଇଛି। ଲକ୍ଷ୍ମଣ ଭାଇ, ଲକ୍ଷ୍ମଣ ଭାଇ, ଆରେ ତମର ମନେ ଅଛି କି ନାହିଁ ଆସନ୍ତା କାଲି ପ୍ରଭାତ ସମୟରେ ମୋ ସ୍ୱର୍ଗଗାମୀ ପିତା ଦଶରଥଙ୍କର ଦିବସରେ ଅଳ୍ପ ଦୂରରେ ମହାତପା ସିଦ୍ଧ ତପୋଧନ ଗୌତମଙ୍କର ଆଶ୍ରମ। ତୁମେ ଯାଅ, ଇଏ ଗୌତମ ତପୋଧନକୁ ଆସନ୍ତା କାଲି ଶ୍ରାଦ୍ଧ କର୍ମରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ ଜଣାଇ ଆସିବ। ତେବେ ମୁଁ ଆସୁଛି ଭାଇ, ଗୁରୁଦେବଙ୍କୁ ଜଣେଇ ଦେଇ ଆସିବି। ଲକ୍ଷ୍ମଣ ଚାଲିଲେ କହିଲା ଭାଇଙ୍କ ଆଜ୍ଞା ଶିରୋଧାର୍ଯ୍ୟ। ଯୋଉ ଭାଇଙ୍କ ସୁଖ ପାଇଁ ନିଜର ସ୍ତ୍ରୀ ସୁଖ, ରାଜ୍ୟ ସୁଖ ସବୁ ବର୍ଜନ କରି 14 ବର୍ଷ ପାଇଁ ସେ ଜଙ୍ଗଲକୁ ପଳେଇଲି। ସେ ଭାଇ କଥା କାଟିବେ ନା? ନାଇଁ, କାଟିଲେନି, ସଙ୍ଗେ ସଙ୍ଗେ ଚାଲିଲେ। ଏବଂ ଥିଲେ ମା ଜାନକୀ ଡାକିଲେ, କହିଲେ ସୀତେ ସ୍ୱାମୀ, ଶ୍ୱଶୁରଙ୍କର ଶ୍ରାଦ୍ଧରେ ତମର କିଛି କାର୍ଯ୍ୟ ନାହିଁ? କୁହନ୍ତୁ ସ୍ୱାମୀ, ତମର କିଛି କାର୍ଯ୍ୟ ଅଛି? କି କାର୍ଯ୍ୟ କର? ତମେ ନିକଟବର୍ତ୍ତୀ ଅରଣ୍ୟରୁ କିଛି ସୁବାସିତ ସୁଗନ୍ଧିତ କୁସୁମ ଚୟନ କର। ସୀତାଙ୍କୁ ପଠେଇଦେଲେ, ଲକ୍ଷ୍ମଣକୁ ପଠେଇଦେଲେ, ସ୍ୱୟଂ ରାମ ନିଜେ ଥିଲେ। ମୁଁ ଭାଇ କି ପଠେଇଲି, ସ୍ତ୍ରୀ କି ପଠେଇଲି, ମୁଁ କଣ ଏଇଠି ଠିଆ ହେବି? ନାଇଁ, ନିଜକୁ କିଛି କର୍ମ କରିବା ପାଇଁ ପଡିବ। କଣ କଲେ? ନିଜ ତୀର୍ଥ କୁଶ ଆହାରରେ ବାହାର ହେଲେ ନିଜେ ତୀର୍ଥ କୁଶ ଅର୍ଥ ଆଜ୍ଞା ଜଳ, ନିଜେ କିଛି
କିଛି ତୀର୍ଥ ଜଳ ଏବଂ ପବିତ୍ର କୁଶ ଆଣିବା ପାଇଁ ସଂଗ୍ରହ କରିବା ପାଇଁ ଏବଂ ସମିଧ କିଛି ସଂଗ୍ରହ କରିବା ପାଇଁ ଭଗବାନ ରାମ ଜଙ୍ଗଲକୁ ଚାଲିଲେ। କଣ ହେଲା ରେ? ଇଏ ଦୈବ ପ୍ରତିକୂଳ ହୋଇଲା ସେକାଳେ ଭଗବାନ ରାମ ଜଙ୍ଗଲକୁ ଯାଇଛନ୍ତି। ଆବେଶ ରାମାରତନ ଗୋଟେ ଦୈବ ପ୍ରତିକୂଳତା ସୃଷ୍ଟି ହେଲା। ବ୍ରହ୍ମା ଏ ଜଗତରେ ଯେ ଯେତେ ବଡ ଜ୍ଞାନୀ ଗୁଣୀ ପ୍ରତିଭାବାନ ବ୍ୟକ୍ତି ହଉ କିଛି ନା କିଛି ତା ପାଇଁ ବିଘ୍ନ ଆସେ। କଣ ବିଘ୍ନ ଆସିଲା? ନିୟତି ସମସ୍ତଙ୍କ ପାଇଁ କିଛି କିଛି ଘଟଣା ରଖିଛି। ରାମ ପରମ ବ୍ରହ୍ମ ହେଇପାରନ୍ତି, ପୁରୁଷୋତ୍ତମ ହେଇପାରନ୍ତି, ମର୍ଯ୍ୟାଦା ରଖିଛନ୍ତି, ପିତୃ ସତ୍ୟ ପାଳିଛନ୍ତି, ହେଲେ ଦୈବ ଘଟଣା କଣ ଏଡେଇ ପାରିବେ? କେହି ପାରିବନି। ତେଣୁ ଦୈବ ପ୍ରତିକୂଳତା ଭାବ ସେଠୁ ଉତ୍ପନ୍ନ କଲା। ରାମ ଜଙ୍ଗଲ ଭିତରେ ବୁଲୁଛନ୍ତି। ଠିକ ସେତିକି ବେଳେ ଆବେଶ ରାମାରତନ ଗୋଟିଏ ସୁନ୍ଦରୀ ଷୋଳଶୀ ଯୁବତୀ ଝିଅଟି ଜଙ୍ଗଲରେ ବୁଲୁଛି। ସୀତା ଯାଇଛନ୍ତି କୁସୁମ ଆଣିବା ପାଇଁ, ଲକ୍ଷ୍ମଣ ଯାଇଛନ୍ତି ଗୌତମକୁ ନିମନ୍ତ୍ରଣ କରିବା ପାଇଁ। ରାମ ଜଙ୍ଗଲକୁ ଗଲାବେଳେ ଶୁଣିଲେ କାନରେ ତା ସୁନ୍ଦର ବୀଣା ଜିଣା ସୁଗନ୍ଧିତ କଣ୍ଠସ୍ୱର ତାଙ୍କୁ ସ୍ତବ୍ଧ କରିଦେଲା। ଏଇ ଯୋଉ ଜଙ୍ଗଲ, ଆରେ ଏ ଜଙ୍ଗଲ ଭିତରେ ତ ଅନ୍ଧକାର ଦେଖାଯାଉଛି, ଗହଳିଆ ଜଙ୍ଗଲ। କେମିତିକା ଜଙ୍ଗଲ ହେଇଛି? ଜଙ୍ଗଲ ସୁନ୍ଦର ପଦଟିଏ ସବୁଜ କବି ପୂଜ୍ୟ ଗୁରୁ ଧନେଶ୍ୱର ପାଇଁ। ସେ କଣ କହିଲେ? ହରି ପଦଟି ଆସିବାରେ दिन राति एक खाली अंधार ही अंधार अरे अंधार जगह रे पाप कर्म बहुत हुए हुए भगवान राम भाविले बोले एठी कोन एटा पाप पूर्ण स्थल कि रे पाप अंधार अंधार सब असत कर्म हुए खाली सत्य नुहे भूक जम्बुक मृत्यु पाठ पाठ भूक हबंते पेचा पेचा अंधार जो
ମାନେ ବାରମ୍ବାର ରବ କରୁଛନ୍ତି ସୁଗାଳ ମାନେ ମଧ୍ୟ ରଡ଼ି କରୁଛନ୍ତି କାଳ ମୂର୍ତ୍ତି ଯା ନେତ୍ର ଧରି ଯେଉଁ ଜୀବ ଆଖିରେ କଥା ଶୁଣେ ଚକ୍ଷୁସ୍ରବ ସର୍ପ ଅନ୍ଧକାର ହୋଇଥିବାରୁ ଏକାଧାରରେ ପେଚକ ସୁଗାଳ ଭୟଙ୍କର ବିଷଧର ସର୍ପ ମାନଙ୍କର ଭୂଗାଳ ଗର୍ଜନ ଶୁଭୁଛି ଏତେ ଭୟଙ୍କର ସ୍ଥାନ ଜଙ୍ଗଲ ଏଠି ପୁଣି ଗୋଟେ ରୂପସୀ ଯୁବତୀ ତା କଣ୍ଠସ୍ୱର ମତେ ସୂଚେଇ ଦେଉଛି ପ୍ରାୟତଃ ବେଶୀ ବର୍ଷ ହେଇନଥିଲା ଭାବି ନେଲେ ଭଗବାନ ରାମ କହିଲା ରେ ହେ ମୁଁ ପୁଣି ସେ ସ୍ୱର ପ୍ରତି ଆକୃଷ୍ଟ କାହିଁକି କିଏ କଣ ଗୀତ ଗାଇଲା ମୋର କଣ ଗାଲା ରାମ ଯିଏ ସମସ୍ତଙ୍କର ପୂଜ୍ୟ ସିଏ ଝିଅ ସ୍ୱର ପ୍ରତି ଆକୃଷ୍ଟ କାହିଁକି ନାଇଁ ଦୁନିଆରେ ବୀର କିଏ ରେ ଏ ଦୁନିଆରେ ଧୀର କି ପଣ୍ଡିତ କିଏ ସୁନ୍ଦର ପଦଟିଏ କଙ୍କ ଋଷି କଙ୍କର ନାଳରେ ଉଲ୍ଲେଖ କଲେ ବାହୁ বলে कोई वीर न बोलाए जो जोरी को टच छोटा बल से जदि जगतर कहे मु गोटे बीर्यवान बड़ुआ भूल रही जाए ना जो जोरी कटाक्ष छोटा जोरी अर्थ युवती बा नारी जो युवक नारी कटाक्ष छोटा निजकू रक्षा करी पारिछि से दुनिया भितरे वीर से होछि धीर अभी चलित से नारी प्रति आकृष्टता भाव जार न थाए भगवान परम ब्रह्म राजीव लोचन रामचंद्र कहले से किए गीत गाइला किए आसिला मोर कोन अछि मो कर्तव्य कर्म मु करी चलीबी सबु बेले देवता पूजा करो रे देवता पूजा कले फल अछि से देवता किए जगन्नाथ दास को भागवत कौन न देई छै हमकु गीता भागवत कौन भागवत हम सिखेला कहला को कर्म देवता में पूजा कले बरद हवा कौन से कर्म ए होता तो कर्म जगतवासी कर्म देवता पाद सेवा करे यार जेते बेले जो कर्म एवं से कर्मटा समाजर उपकारी हेई थाउ समाजर मंगलदायक हेई थाउ ताहाले ये कर्मर उपयुक्त फल तुमको प्राप्त हेबो भगवान राम कहले मोर कर्म कर पितृ श्राद्ध उद्देश्य रे मु जो कर्म करबा को जंगल को आसी मु सेही कर्म रे आगु को जीबी मु काई कि अन्य मनस्क हेबी नहीं रामचंद्र आगु को चली से झियोटी चली बुलुची ए झियोटी बुलुची सासा झियोटी का पुआ झियोटी हैं सासा से झियोटी का हां से झियोटी की सतना हां से झियोटी किए ये अरे तारका कुमारी कल्पना सुंदरी हां ये रामोटे तारा बाबा राक्षसी को मारी थे भगवान राम
ମାରିଚ ସୁବାହୁ ସୁବାହୁକୁ ମଧ୍ୟ ବଧ କଲେ ମାରିଚଟାକୁ ଛାଡ଼ିଦେଲେ ବହୁ ଦୂରରେ ପକେଇଲେ ସେଟା ଛୋଟା ହେଇଗଲା ଅକର୍ମଣ୍ୟ ହେଇଗଲା ଦୁର୍ବଳ ହେଇ ବାବାଜୀ ହେଇ ରହିଲା କହିଲା ଆଉ ବଳ ଉଠେ ନାହିଁ ମୁଁ ସନ୍ନ୍ୟାସୀ ହେଇଛି ଆଉ ଲଢେଇ କରିପାରିବି ତାରି ସେଇ ତାଡ଼କା ରାକ୍ଷସ ସୁନ୍ଦର ରାକ୍ଷସର ସ୍ତ୍ରୀ ତାଡ଼କୀ ତାର ଗୋଟେ କନ୍ୟା ଥିଲା ତା ନାଁ ହଉଛି କବିଙ୍କ ଲେଖାରେ କଳ୍ପନା এই কল্পনা মা ছেউন্ড হয়ে গেল মাতৃহরা ভ্রাতৃহরা পিতা সর্বগামী পূর্বরু কেহি নাহাନ୍ତି পাখে বুঝিলা যে মো মা কু মো ভাই কি মারিছি ওটা রাম ওটা রাম মারিছি অসহায়া ঝিওটি যাই মা দুর্গাଙ୍କ পাখରେ শରଣ ନେଲା সন্তান বৎসলা করুণাময়ী জননী তাকে ডাকিলা মা কলা মালো ছুয়াটি বেଳରେ যেତେବେଳେ মাতৃ স্নেহ পাইবা কথা ভাই স্নেহ পাইবা কথা পিতৃ স্নেহ পাইবা কথা মতে চতুর্দিগ ଅନ୍ଧାର ମୋର କେହି ନାହାନ୍ତି ତୁମେ ତ ଜଗତର ମା ନା ମୋ ଦୁଃଖ କଣ ଶୁଣିବ ନାହିଁ ଡାକିଲା ଗୋଟିଏ ପଦ ये विश्वजननी बंदे विश्वजननी